ରାବଣ କୈଳାସ ପର୍ବତ କାହିଁକି ଉଠାଇଥିଲା? ରାବଣ କୈଳାସ ପର୍ବତ ଏଇଥିପାଇଁ ଉଠାଇଥିଲା କାହିଁକିନା ସେ ଭଗବାନ ଶିବଙ୍କର ଗୋଟିଏ ସଚ୍ଚା ଭକ୍ତ ଥିଲା, ତା ସହିତ ଅହଙ୍କାରୀ ମଧ୍ୟ ଥିଲା। ସେ ଭାବୁଥିଲା କି ମୁଁ ଯଦି କୈଳାସ ପର୍ବତ ଉଠାଇବି ଓ ତାକୁ ମୋ ସହିତ ଲଙ୍କାକୁ ନେଇଯିବି, ତାହେଲେ ଭଗବାନ ଶିବ ମୋ ଉପରେ ପ୍ରସନ୍ନ ହେବେ ଓ ମୋତେ ବରଦାନ କରିବେ। ନିଜର ଶକ୍ତି ଦେଖାଇବା ପାଇଁ ଓ ଆଶୀର୍ବାଦ ପାଇବା ପାଇଁ ରାବଣ ବହୁତ ଗର୍ବର ସହିତ କୈଳାସ ପର୍ବତ ଉଠାଇଲା। ରାବଣ ଯେତେବେଳେ ପର୍ବତ ଉଠାଇବାକୁ ଲାଗିଲା, ସେତେବେଳେ ଭଗବାନ ଶିବ ପର୍ବତକୁ ଆଙ୍ଗୁଠିରେ ଦବାଇ ଦେଲେ। ଫଳରେ ସେ ଆଉ ପର୍ବତ ଉଠାଇ ପାରିଲା ନାହିଁ। ରାବଣ ଜାଣିବାକୁ ପାଇଲା ଯେ ଏହା ଭଗବାନ ଶିବଙ୍କର ଶକ୍ତି ଅଟେ। ଏହି ସମୟରେ ରାବଣ ଭଗବାନ ଶିବଙ୍କ ଶିବ ତାଣ୍ଡବ ସ୍ତୋତ୍ର ରଚନା କଲା। ଏଥିରେ ଭଗବାନ ଶିବ ପ୍ରସନ୍ନ ହେଲେ ଓ ରାବଣକୁ କ୍ଷମା କରିଦେଲେ। ଏହି କାହାଣୀରୁ ଦୁଇଟି ଜିନିଷର ପ୍ରମାଣ ମିଳେ। ତାହା ହେଉଛି ରାବଣର ଶକ୍ତି ଓ ପ୍ରଭୁ ଶିବଙ୍କ ପ୍ରତି ତାର ଭକ୍ତି। ଯଦି ଆପଣ ବି ଭଗବାନ ଶିବଙ୍କର ଜଣେ ସଚ୍ଚା ଭକ୍ତ, ତେବେ କମେଣ୍ଟରେ ଲେଖନ୍ତୁ ହର ହର ମହାଦେବ।